ରଜ ପର୍ବର ବାଧକ ସାଜିଲା ପ୍ରକୃତିର ତାଣ୍ଡବ। ରାତି ପାହି ସକାଳ ହେଲେ ପାଳନ ହେବ ଓଡ଼ିଆଙ୍କ ମୁଖ୍ୟ ଗଣପର୍ବ ରଜ। ଘରେ ଘରେ ପିଠାପଣା ସହିତ ନୂଆ ଜାମା ପିନ୍ଧି ଦୋଳି ଖେଳରେ ମାତିଯିବେ ଛୋଟରୁ ବଡ଼ ପର୍ଯ୍ୟନ୍ତ। କିନ୍ତୁ ରଜ ପର୍ବର ବାଧକ ସାଜିଲା ପ୍ରକୃତିର ନିଷ୍ଠୁରତା ତାଣ୍ଡବ। ସୁ ସୁ ଗର୍ଜନ କରି ମାଡ଼ି ଆସିଲା ପବନର ବାତ୍ୟା ରୂପ। ଚାହୁଁ ଚାହୁଁ ଟଳି ପଡ଼ିଲା ବଡ଼ ବଡ଼ ଗଛ, ଆଉ ଭାଙ୍ଗିଗଲା ଅନେକ ଚାଳ ଛପର ଘର। ଭୟଙ୍କର ରୂପରେ ପ୍ରକୃତି ରଚିଲା କ୍ଷୟକ୍ଷତିର ଜ୍ୱଳନ୍ତ କରୁଣ ଦୃଶ୍ୟ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମ ପଞ୍ଚାୟତ ଅଞ୍ଚଳରେ। ବାତ୍ୟାର ବିଭୀଷିକା ସୃଷ୍ଟି କରିଦେଲା ଗାଁ ଗଣ୍ଡା ରାସ୍ତାଘାଟରେ। ଚାହୁଁ ଚାହୁଁ ବିଜୁଳି ବେଗରେ ଖେଳିଗଲା କାଳରୂପୀ ବାତ୍ୟାର ଉଗ୍ରରୂପ। ପବନର ସୁ ସୁ ଗର୍ଜନରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ଜନଜୀବନକୁ ବିପଦର କାଳଜାଲରେ ଘୋଡ଼େଇ ରଖିଦେଲା। କିଏ ବା ଅଟକାଇ ପାରିବ ପ୍ରକୃତିର ଏ ଉଗ୍ର ରୂପକୁ? କେବଳ ଭଗବାନଙ୍କ ଉପରେ ଭରସା ରଖି ହାତ ଯୋଡ଼ି ପ୍ରାର୍ଥନା କରୁଥାନ୍ତି ଜନସାଧାରଣ। କ୍ଷଣିକ ମଧ୍ୟରେ ସବୁ ଓଲଟପାଲଟ ହୋଇଗଲା। ଖୁସିର ମାହୋଲକୁ କ୍ଷଣିକ ମଧ୍ୟରେ ବାତ୍ୟା ନେଇଯାଇ ଚତୁର୍ଦ୍ଦିଗରେ ଖେଳାଇ ଦେଲା ଦୁଃଖ ଦରିଆର ନିଷ୍ଠୁର ଜୁଆର। କେଉଁଠି ଗଛ ଭାଙ୍ଗି ରାସ୍ତା ଅବରୋଧ କରିଦେଇଛି, ତ କେଉଁଠି ଘର ଭାଙ୍ଗି ବାସହରା କରିଦେଇଛି। ଗ୍ରୀଷ୍ମର ପ୍ରଭାବ ଜାରି ରହିଥିବା ବେଳେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିବା ଯୋଗୁଁ ପରିସ୍ଥିତି ସମ୍ଭାଳେ କିଏ? ଆକାଶ ମେଘାଚ୍ଛନ୍ନ ଦେଖାଗଲେ ଏ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଉଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ପୁଣି ପ୍ରକୃତିର ତାଣ୍ଡବ ଗ୍ରାସ କରିବସିବ କି ଆମ ଅଞ୍ଚଳକୁ? ରଜର ମଉଜ ଫିକା କରିଦେଲା ନିଷ୍ଠୁର ଝଡ଼ ବତାସ। ଯେଉଁ ଅଞ୍ଚଳରେ ରାତି ପାହିଥିଲେ ରଜର ପସରା ଖୋଲି ଯାଇଥାନ୍ତା, ଆଜି କିନ୍ତୁ ଫିକା ଫିକା ଲାଗୁଛି ଏହି ଅଞ୍ଚଳ। ବାତ୍ୟାରେ ଭାଙ୍ଗି ଯାଇଥିବା ଘରକୁ ସଜାଡ଼ିବାରେ ବ୍ୟସ୍ତ ଜନସାଧାରଣ। ନଷ୍ଟ ହୋଇଯାଇଥିବା ଫସଲକୁ ସୁରକ୍ଷିତ କରି ମନରୁ ଭୁଲି ଯାଇଛନ୍ତି ରଜ ପର୍ବର ଗାଁ ଦୋଳି କଥା। ତଥାପି ଉଜୁଡ଼ା ଦୁନିଆକୁ ସଜାଡ଼ିବାରେ ବ୍ୟସ୍ତ ରହି ପରିବେଶକୁ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି ଜନଜୀବନ। ଯଥାଶୀଘ୍ର ପ୍ରଶାସନ ଦୃଷ୍ଟି ଦେଇ ଉଜୁଡ଼ା ଦୁନିଆକୁ ସଜାଡ଼ି ବିଦ୍ୟୁତ୍ ସରବରାହ ଚାଲୁ ରଖିବା ପାଇଁ ସାଧାରଣରେ ଦାବି କରିଛନ୍ତି। ସଦରରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଏପି ନ୍ୟୁଜ୍।